ସେଟା ଆକ୍ଚୁଆଲି ଆମେ ଯେତେବେଳେ ସୋର୍ସ ଆମର ସୋର୍ସରୁ ଜଣାପଡ଼ିଲା ଯେ ସେ ଇଲିଗାଲ ମେଡ଼ିସିନ ଷ୍ଟୋର କରୁଛନ୍ତି। ତ ତା ବେସ୍ରେ ଆମେ ଆମର ଯାଇକି ଚେକ୍ କଲୁ। ଚେକ୍ କରିକି ମାଜିଷ୍ଟ୍ରେଟ୍ ପୋଲିସ ଲୋକାଲ ପୋଲିସ ମାଜିଷ୍ଟ୍ରେଟ୍ର ହେଲ୍ପରେ ଆମେ ଯାଇକି ଚଢ଼ଉ କଲୁ। ଚଢ଼ଉ କଲା ପରେ ଯେଉଁ ଇନଫର୍ମେସନ୍ ମିଳିଥିଲା ସେ ଇନଫର୍ମେସନ୍ ଅନୁସାରେ ସେଗୁଡ଼ା ସବୁ ବାହାରିଲା ମୋର୍ ଦେନ୍ 1 ଲାଖ ରୁପିଜ୍ର। ସେ ଯାହା ଜଣାପଡ଼ିଲା କଟକରୁ ଆଣୁଥିଲେ, କଟକ ଆଣି ଏଠି ଇଲିଗାଲ ଷ୍ଟକ୍ କରୁଥିଲେ। ତାପରେ ସେ ବିଭିନ୍ନ ମେଡ଼ିସିନ ଷ୍ଟୋରକୁ ଦଉଥିଲେ। ତାପରେ ଆମେ ଅଲରେଡ଼ି ଆମେ ଆମର ପ୍ରୋସିକ୍ୟୁସନ୍ ଯେଉଁଟା ଫାଇଲ୍ କରିଦେଇଛୁ। ଆଉ କୋର୍ଟରେ ତାର ଆମର ପ୍ରେୟାର ବି ଦେଇଦେଇଛୁ। ଦେଇକି ଯାହାର ନେକ୍ସଟ ଯେଉଁ ପ୍ରୋସିଜର୍ ରହୁଛି ଆମର କି କୋର୍ଟ ଟ୍ରାଏଲ୍ ଚାଲିବ, ସେଥିରେ ସବୁ ବିଭିନ୍ନ ପ୍ରକାର ପେଡ଼ିଆଟ୍ରିକ୍ ମେଡ଼ିସିନ୍ସ ଥିଲା, ଆଉ ବିଭିନ୍ନ ପ୍ରକାର ଭିଟାମିନ୍ସ ଥିଲା, ଇଞ୍ଜେକ୍ସନ୍ସ ବି ବହୁତ ଗୁଡ଼ା ଥିଲା।